ଏହି ଶ୍ରାବଣ ମାସରେ ଆପଣମାନଙ୍କ ପାଇଁ ନେଇକି ଆସିଛି ବିନା ପିଆଜ ରସୁଣର ପୋଟଳ ପନିର ଆଳୁର ଗ୍ରେଭି। ଆଉ ବହୁତ ଟେଷ୍ଟି ଲାଗିବ। ଗ୍ରେଭି ତ ଆପଣମାନେ ଦେଖିପାରୁଥିବେ। ତ ଚାଲନ୍ତୁ ବନେଇବା। ତ ଆବଶ୍ୟକ ଅନୁସାରେ ପନିର ନେଇଯିବା, ତାକୁ ଆପଣମାନଙ୍କର ନିଜ ପସନ୍ଦ ଅନୁସାରେ ସାଇଜ୍ରେ କାଟି ନେବେ। ତାପରେ ପୋଟଳ ଯେତିକି ଆବଶ୍ୟକ ଅନୁସାରେ ତାର ସବୁ ଚୋପା ଛଡ଼େଇକି ତାକୁ ଏଇଭଳି ଭାବରେ କ୍ରସ୍ କରିକି କାଟି ନେବେ। ତାପରେ ଆଳୁର ମଧ୍ୟ ଚୋପା ଛଡ଼େଇବେ ଏବଂ ଛୋଟ ଛୋଟ ପିସ୍ରେ କାଟି ନେବେ, ଯେମିତିକି ସିଝିବା ପାଇଁ ସହଜ ହେବ। ମସଲା ପ୍ରିପେୟାର କରିବା, ତ ମସଲାକୁ ଆପଣମାନେ ଡାଇରେକ୍ଟ ବାଟିବେନି, ଏଇଭଳି ଭାବରେ କରିବେ। ଗ୍ରେଭିଟା ବହୁତ ବଢ଼ିଆ ଆସିବ, ତରକାରୀର ଟେଷ୍ଟ ଟିକେ ଅଲଗା ଲାଗିବ। ଟମାଟୋ, କଞ୍ଚା ଲଙ୍କା ଏବଂ କାଜୁ ଟିକେ ଏବଂ ଅଦା ତାକୁ ଟିକେ ଭାଜି ନେବେ। ସିଝିଗଲା ଭିତରେ ତାକୁ ଥଣ୍ଡା କରି ଗ୍ରାଇଣ୍ଡ କରିକି ନେଇ ଆସିବେ। ତେଲରେ ପନିର ଗୁଡ଼ାକୁ ଟିକେ ଭାଜି ନେବା। ଲୁଣ ହଳଦୀ ବିଲକୁଲ ବି ମୁଁ ଦେଇନି, ଆପଣମାନେ ଚାହିଁଲେ ପକାଇ ପାରିବେ। ତାପରେ ପନିର ଗୁଡ଼ା ଦେଖନ୍ତୁ ହାଲକା ଟିକେ ଭାଜି ନେଲେ ଏଇ ପନିରଟା ଖାଇବା ପାଇଁ ବେଶୀ ବଢ଼ିଆ ଲାଗିବ। ଆପଣମାନେ କଡ଼ା କରି ବିଲକୁଲ ବି ଭାଜିବେନି। ତାପରେ ଏଇଠି ଦେଖନ୍ତୁ ପୋଟଳ ଯେଉଁ କାଟିକି ରଖିଥିଲି ତାକୁ ଧୋଇକି ପୋଟଳ ଏବଂ ଆଳୁ ମିଶେଇକି ଆକୁ ଭାଜି ନେଉଛି। ଅଳ୍ପ ଟିକେ ଲୁଣ ଦେଇଦେବା ଏବଂ ହଳଦୀ ଦେଇଦେବା। ତାପରେ ଟିକେ ଭାଜି ନେବା। ଆପଣମାନେ ଚାହିଁଲେ ଅଲଗା ଅଲଗା ମଧ୍ୟ ସେପାରେଟ୍ ଭାବରେ ଭାଜି ନେଇପାରନ୍ତି। ତ ଏଇଠି ଆଳୁ ପ୍ରଥମେ କାଢ଼ି ନେଉଛି। ତାପରେ ଅଳ୍ପ ଟିକେ ଭାଜି ସାରିଲା ପରେ ପୋଟଳକୁ ମଧ୍ୟ କାଢ଼ି ନେବି। ଏବେ ଗ୍ରେଭି ବନେଇବା। ତେଲରେ ଡାଲଚିନି, ତେଜପତ୍ର, ଜିରା ଟିକେ ଦେଇସାରିଲା ପରେ ଟିକେ ତେଲରେ ଲଙ୍କାଗୁଣ୍ଡ ଦେଇଦେବା, ବଢ଼ିଆ କଲର୍ ଆସିବ। ଏଠି କାଶ୍ମୀରୀ ଲଙ୍କା ମଧ୍ୟ ଆବଶ୍ୟକ ନାହିଁ। ତାପରେ ମସଲାକୁ ଦେଇସାରିଲା ପରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ, ଲୁଣ ଦେଇକି ତାକୁ ଟିକେ ମିଶାଇ ନେବା। ମସଲାକୁ ଆପଣମାନଙ୍କୁ ଏକ୍ସଟ୍ରା ଟାଇମ୍ ଲଗାଇ କଷିବା ପାଇଁ ପଡ଼ିନଥାଏ। ବାସ୍ ଟିକେ ଆପଣମାନେ ଏପଟ ସେପଟ କରିସାରିଲା ପରେ ଭାଜିକି ରଖିଥିବା ପୋଟଳ, ଆଳୁ, ପନିରକୁ ଦେଇକି ଭଲ ଭାବରେ ମିଶାଇ ନେବେ। ଗ୍ରେଭି ପାଇଁ ମନେ ରଖିବେ ଆପଣମାନେ ଉଷୁମ ପାଣି ଦେବେ, ବହୁତ ଭଲ ଗ୍ରେଭି ଆସିବ। ତ ଆବଶ୍ୟକ ଅନୁସାରେ ଉଷୁମ ପାଣି ଦେଇକି ଭଲସେ ମିଶାଇକି କଭର୍ କରିନେବା। ଆଉ ଏଇଠି ମୁଁ କଭର୍ କାଢ଼ି ନେଉଛି। ତରକାରୀ ଦେଖିପାରୁଥିବେ କେତେ ଭଲ ଭାବରେ ଫୁଟିଗଲାଣି। ଗ୍ରେଭି ମଧ୍ୟ ପୁରା ଠିକ୍ ଅଛି। ଏବେ ଗରମ ମସଲା ଦେଇକି ଟିକେ ଆପଣମାନେ କସ୍ତୁରୀ ମେଥି ଯଦି ଅଛି ଦେଇପାରିବେ, ନହେଲେ ଧନିଆ ପତ୍ର ଦେଇପାରିବେ। ଏଠି ହେଇଗଲା ଆପଣମାନଙ୍କର ଶ୍ରାବଣ ମାସର ବିନା ପିଆଜ ରସୁଣର ତରକାରୀ। ତ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।